ଆରେ ମୋର ଏ ଭଉଣୀ ତୁ ସିନା ମରିଗଲୁ। ଦେଖ ଏ ରାଜନେତା ମାନେ ତୋ ମରଣକୁ ବି କେମିତି ରାଜନୀତି ପାଇଁ ବ୍ୟବହାର କରୁଛନ୍ତି। ସେ ଉପରେ ଥାଇ ବି ଦେଖୁଥିବ। ସେ ଭାବୁଥିବ ଏମିତି ବି ଲୋକ ଅଛନ୍ତି ମୁଁ ବଞ୍ଚିଥିଲା ବେଳେ ମୋର ଡାକ କେହି ଶୁଣି ନଥିଲେ ସହାୟତା ପାଇଁ। ମୁଁ ମରିଗଲା ପରେ ମୋ ମରିବାକୁ ବି ନେଇକି ଲୋକମାନେ ରାଜନୀତି କରିବାକୁ ପଛଉନାହାନ୍ତି। ତାର ସୌମ୍ୟଶ୍ରୀ ଭଉଣୀଙ୍କ ବାପା ଏତେ କାନ୍ଦି କାନ୍ଦି କହୁଥିଲେ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ମୋ ଝିଅର ମରିବାକୁ ନେଇକି ରାଜନୀତି କରନ୍ତୁନି। ମୋ ଶେଷ ନିଶ୍ୱାସ ଥିବା ଯାଏଁ ମୁଁ ସେ ଲୋକ ବିରୁଦ୍ଧରେ ଲଢିବି କିନ୍ତୁ ମୋ ଝିଅର ମରିବାକୁ ନେଇ କେହି ରାଜନୀତି କରନ୍ତୁ। କିନ୍ତୁ ଲୋକମାନେ ମରିବାକୁ ତାଙ୍କ ମରିବା ଉପରେ ହିଁ ରାଜନୀତି କରିବାରେ ଲାଗିଛନ୍ତି ଆଜି ଯାଏଁ। କାହାକୁ କଣ କହିବ ଆଜିର ସମାଜଟା ହିଁ ଏମିତି। ବଞ୍ଚିଥିଲା ବେଳେ ଆପଣ ମାନେ କେହି ଶୁଣିଲେନି। ଏବେ ଯେତେବେଳେ ଗୋଟେ ଲୋକ ମରିଗଲା ଆମ ମାନଙ୍କ ଗହଣରୁ ଚାଲିଗଲା ତାପରେ ଆମ ମାନଙ୍କୁ ତାକୁ ନ୍ୟାୟ ଦେବାକୁ ବହୁତ ଇଚ୍ଛା ହଉଛି। ହେଲେ ସେ ନ୍ୟାୟ ଟା ପାଇବା ପାଇଁ ସେ କଣ ଆଉ ଏ ଦୁନିଆରେ ଅଛି। ଆଉ ଏ ଶୁଖିଲା ରାଜନୀତିରେ କେବେ କାହାକୁ ନ୍ୟାୟ ମିଳିନି କି କେବେ କାହାକୁ ମିଳିବନି। ଏବେ 3-4 ଦିନ ଏମିତି ଏକା କରିବେ ଟାୟାର ଜାଳିବେ ଓଡିଶା ବନ୍ଦ କରିବେ। ତାପରେ ଏ କଥାକୁ ସମସ୍ତେ ଭୁଲିଯିବେ ଯେମିତି ପରୀ କଥାକୁ ଭୁଲି ଯାଇଥିଲେ। ବହୁତ ଦିନକୁ ଦିନ ଓଡିଶାରେ ରେପ ମର୍ଡର ବଢି ବଢି ଚାଲିଛି। ହେଲେ ଗୋଟେ ଦିନ 2 ଦିନ ଏହାର ପ୍ରକୋପ ଦେଖିବାକୁ ମିଳୁଛି। ତାପରେ ପରିସ୍ଥିତି ପୁଣି ଆଗ ଭଳିଆ ପୁରା ହେଇଯାଉଛି।